ଆଉ ବାବା କହିଛନ୍ତି ମୋର ଯେଉଁ ଆଉ ଗୋଟିଏ ଯୋଡ଼ିଏ ଅସୁବିଧା ଅଛି ବୁଢ଼ା ପୁଅ ଟିକେ ଟାଇମ୍ ଲାଗିବ ସବୁ ଦୂରେଇଯିବ କିନ୍ତୁ ମନରେ ବାବାଙ୍କୁ ସବୁବେଳେ ରଖିଥାଉ। ମୋ ଘର ରସଲପୁର, ମୋ ନାଁ ସତ୍ୟାନନ୍ଦ ପରିଡ଼ା। ମାନେ ଏଇ ଯୋଉ ମନ୍ଦିର ବିଷୟରେ ଆପଣଙ୍କର କଣ କିଛି ଅନୁଭୂତି ମନର କଥା? ମୁଁ 22 ମସିହାରୁ ଆସିଛି। ବାବାଙ୍କ ଦୟାରୁ ମୁଁ ବହୁତ କିଛି ଲାଭବାନ ପାଇଲି। ବାବା ଯେତେବେଳେ ଯାହା କୁହନ୍ତି ସେଇଟାକୁ ପାଳିତ କଲେ ସବୁବେଳେ ବାବାଙ୍କର ଆଶୀର୍ବାଦ ଆମ ଉପରେ ରହିଛି। ଯେତେ ଯାହା ହେଲେ ବି ପୂର୍ଣ୍ଣିମା ଗୁରୁବାର ଯଦି ସମସ୍ତ କାମ ଛାଡ଼ି ଆସିପାରନ୍ତି ସବୁକିଛି ମନର ଦୃଢ଼ ସବୁ ଦୂରେଇଯିବ। ଆପଣଙ୍କର କଣ ମାନେ ଅଛି କିଛି ମନର କଥା ଦୂରେଇ ଯାଇଛି? ସେ ହଁ ବହୁତ ଜିନିଷ ମୁଁ 14 ମାସ ପରେ ପଡ଼ିଥିଲି ଏମିତି ବିପଦରେ ମୋ ଆଖିକି ଦେଖା ହେଲାନି। ବାବାଙ୍କର ଆସିଲା, ମୁଁ ପ୍ରଥମ ଆସି ପହଞ୍ଚିଲି ଏଠି। ଆମ ଯେଉଁ ବାବା ଅଛନ୍ତି ବାବା କହିଲେ ଠିକ୍ ଅଛି କିଛି ଭୟ କରିବାର ନାହିଁ, ଭଲ ହେଇଯିବ। ମୁଁ ଆଜ୍ଞା 24 ଘଣ୍ଟା ଭିତରେ ଭଲ ହେଇଛି। ମାନେ ଯେତିକି ଆକ୍ରାନ୍ତର ଥିଲା ସେଥିରୁ 80% ଗଲା। ତା ଆସ୍ତେ ଆସ୍ତେ କଟିଗଲା। ଏଇସବୁ ମୋର ଆଉ କିଛି ଅସୁବିଧା ନାହିଁ। ଆଉ ବାବା କହିଛନ୍ତି ମୋର ଯେଉଁ ଆଉ ଗୋଟିଏ ଯୋଡ଼ିଏ ଅସୁବିଧା ଅଛି ବୁଢ଼ା ପୁଅ ଟିକେ ଟାଇମ୍ ଲାଗିବ ସବୁ ଦୂରେଇଯିବ କିନ୍ତୁ ମନରେ ବାବାଙ୍କୁ ସବୁବେଳେ ରଖିଥାଉ।